तालरे तालरे नथिल हेले कहीं की अटकी गल आहरी टिके डबल पड़ी थाऊ की घंटाटा घंटी देला रे बापा हेले आज मो कौठी कौ दिग को चली आसी हेले मोर कौन जीव मु तुम भणजार अन्न खाइबा लोक भणजा साथी रे काम करी करी अनेक वर्ष हो गलानी मते तोरे बापा किछि भी मिलिलानी जेमिति हेले भी गोटे कूट चक्रांत करिकी भणजा को मोर राजा करई मु हे जीवी महामंत्री अरे रंगा धरना टाट महर ई राज्य सारा सते हेला प्रचार पस्त थिब रंगा धरर बुड़ा के खबर की घंटाटा घंटी देला रे बापा अरे बाबा भणजा मोर बातुल हेलानी जते बेले देखिले खाली टंका 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 हेले टंका पाए काहाकू हाणी दउछि तो काहाकू मारी दउछि अरे बाबा सिए जेमिति का लोक ना काहारी कथा जमारू सुनिलानी नाटा पुणी तारा चंडीदा हेले भणजा कुआडे जाइछि ए पर्यंत तारा देखा नहीं कि दर्शन नहीं अरे बाबा चंडीदा अरे बाबा कौठी अछु तो मामुटा पूरा अपेक्षा रे अछि भणजा पाठ जानी कि चंडी पूजा करिनी
ପିଲା ବେଳେ ଗୋଟାଏ କଳା ବାଛୁରୀ ବେକ ମୋଡ଼ି ମାରି ଯାଇଥିଲି ବୋଲି ଏଇ ଲୋକମାନେ କହନ୍ତି ମତେ ଚଣ୍ଡାଳ। ହେଲେ ମାମା କାହା ପାଇଁ କିଛି ନୁହଁ, ସମସ୍ତଙ୍କ ପାଇଁ କାଳ। ମୋ ଚଣ୍ଡାଳ ମାମା ମୋର ପ୍ରଥମ ଟାର୍ଗେଟ ହେଲା ଶୈଶଳ ରାଜା ମହେନ୍ଦ୍ର ସେନ। ହଁ ମାମା, କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ମୋ ଭଉଣୀ ମନ୍ଦାକିଣୀକୁ ଚିକିତ୍ସା ଅବହେଳାରେ ଜାଣି ଶୁଣି ମାରି ଦେଇଛି ମାମା। ହଁ ମାମା, ସେଇ ଶଳାଟାକୁ ମୁଁ ଜମାରୁ ବରଦାସ୍ତ କରିପାରୁନି ମାମା। ତାକୁ ଯେମିତି ହେଲେ ବି କୌଶଳରେ ମଧ୍ୟ ସେଇ ଶଳା ରାଜାଟାକୁ ମୁଁ ସଜେଇ ଦେବି ଗୋଟାଏ ଦାଣ୍ଡର ଭିକାରୀ। ହଉ ଜାଣିଛ ମାମା, ମୁଁ ହୋଇଯିବି ଲକ୍ଷ ଲକ୍ଷ ଟଙ୍କାର ମାଲିକ। ସେଥିପାଇଁ ଜମାର ବି ଚିନ୍ତା କରିବାର ଦରକାର ନାହିଁ। ଚିନ୍ତା କରିବିନି କାହିଁକି ମାମା? କାହିଁକି ନା ଆପଣଙ୍କର ପାଖେ ପାଖେ ପ୍ରାୟ ରଙ୍ଗାଧର ଅଛି। ହେଲେ ମାମା ସେଇ ଶଳାଟା ହଉଛି ମୋ ଭଉଣୀର ହତ୍ୟାକାରୀ ମାମା। କେମିତି ମୁଁ ଚିନ୍ତା କରିବିନି? ଆରେ ବାବା, ଆପଣଙ୍କୁ କହିଲି ପରା ଏଇ ରଙ୍ଗାଧର ଅଛି ତ ଆପଣଙ୍କର ସବୁ କିଛି ଅଛି। ସାବାସ୍ ମାମା, ତୁମ ବୁଦ୍ଧିଟାକୁ ତ ମାନିବାକୁ ପଡ଼ିବ ମାମା। କାହିଁକି ନା ଏମିତି ଗୋଟାଏ ଗୋଟାଏ ଉପାୟ ନେଇକି ଆସିବ ଯେ ମାମା। ସତରେ ଚଣ୍ଡୀଦାସଟା ବହୁତ ଖୁସି ମାମା, ବହୁତ ଖୁସି। ମାମା କାହିଁକି ଖୁସି ନ ହବ ରେ ବାବା? ଏମିତି ଗୋଟିଏ ଦିନଟା ଆସିବ ଆପେ ଆପେ ପରା ରାଜା ହେଇଯିବ। ମାମା ବାହୁବଲେ ବଲିଆର ଯମ ଇନ୍ଦ୍ର ସମ ଜାଣିବିନି ଆଜି ମୁହିଁ ଧର୍ମ କି ଅଧର୍ମ। ପାପ ପନ୍ଥାରେ ଯିବି କୋଟି ଧନ ମାନ। ମାମା ଭଉଣୀର ପ୍ରତିଶୋଧେ ଚାଲୁଛି ମୁଁ ଆଜି। ମାଣିକ୍ୟପୁର ଚାଲିବି ମୁଁ ରାବଣ ସାଜି। ଧୈର୍ଯ୍ୟ ନାହିଁ ରେ ଚନ୍ଦ୍ରଜିତ କରଇଲି ଖଲ। କାହିଁକି ମାମା ଏ ଚଣ୍ଡୀଦାସ ମଝିରେ ଯଦି ପାଚେରୀ ହୋଇଛି ହବ ମାମା, ତାକୁ ମୁଁ ସବୁଦିନ ପାଇଁ ମୋ ରାସ୍ତାରୁ ମୁଁ ହଟାଇ ଦେବି ମାମା, ହଟାଇ ଦେବି। ହେଲେ ଭଣଜା ଆପଣଙ୍କୁ କହିଲି ପରା, ସେଥିପାଇଁ ଜମାର ବି ଚିନ୍ତା କରିବାର ଦରକାର ନାହିଁ। କାହିଁକି ନା ଏମିତି ଗୋଟିଏ ସୁବର୍ଣ୍ଣ ସୁଯୋଗଟା ନେଇକି ଆସିବି। ଆପେ ଆପେ ପରା ଧନ ସମ୍ପତ୍ତିଟା ହାତ ମୁଠକୁ ସେଥିପାଇଁ ପରା ଆପଣଙ୍କୁ ମୁଁ ସଦାବେଳେ
ମୋର ପାଖରେ ପାଖରେ ରଖି ଆସିଛି ମାମା। ଆରେ ବାବା ହେଲେ ମାମା କଣ ଯା ତାହେଲେ ମୁଁ ଆସୁଛି ମାମା, ଆସୁଛି ମୋ ଚଣ୍ଡୀଦାସ। ଚଣ୍ଡୀ ପାଠ ଜାଣିନି କି ଚଣ୍ଡୀ ପୂଜା କରିନି, ପିଲା ବେଳେ ଗୋଟାଏ କଳା ବାଛୁରୀ ବେକ ମୋଡ଼ି ମାରି ଦେଇଥିଲି ବୋଲି ଏଇ ଲୋକମାନେ କହନ୍ତି ମତେ ଚଣ୍ଡାଳ। ହେଲେ ମାମା କାହା ପାଇଁ କିଛି ନୁହଁ, ସମସ୍ତଙ୍କ ପାଇଁ କାଳ। ମୋ ଚଣ୍ଡାଳ ଆସୁଛି ମାମା, ଆସୁଛି। ଆଜି ପାର কি ঘান্টাটা ঘান্টি দেলা রে বাপা। আরে সাঙ্গ ହଁ ସାଙ୍ଗ ভণাজা ଯୋଉ କଥା କହିଲେ ସେଟା ଶୁଣିଲୁ ନା ନାଇବେ? ଆରେ ସାଙ୍ଗ ଭଣଜା କଥା ଅକ୍ଷର ଅକ୍ଷର ପାଳନ କରିବା। ସାଲା ଦିଲ ବାଲା ତୁ ତ ଖାଲି ଅକ୍ଷରେ ଅକ୍ଷରେ ପାଳନ କରିବା, ହେଲେ କେବେ କିଛି କରିପାରିଲୁ ତୋ ଜୀବନେ। ଆରେ ସାଙ୍ଗ ହଁ ସାଙ୍ଗ ଯେମିତି ହେଲେ ବି ଗୋଟିଏ ଏକୁଟା ଚକ୍ରାନ୍ତ କରି ନିଶ୍ଚୟ ସାଙ୍ଗ ଭଣଜାକୁ ମୋର ରାଜା କରେଇ ମୁଁ ହେଇଯିବି ମହାମନ୍ତ୍ରୀ। ନିଶ୍ଚୟ। ଆଉ ତୁ କଣ ହେବୁ ବେ? ଆରେ ସାଙ୍ଗ ମୁଁ ହେବି ସେନାପତି। सेनापति साला तू कब गुंडा बनेगा रे? अरे सांग हम अब गुंडा बनेंगे। हेले सांग हाँ सांग के धीरे आसे चौना मुड़ा रे, धीरे आसे चौना मुड़ा रे, बुला बुली को थाम के जोना रे। ए जार घर ती टुकी लचे तार मां के बोलबो ना रे, बोलबो ना रे, बुला बुली কথা আমকে জানা রে। এইটি যদি আমরা আমরা করে দেবা ভণজা দেখিলে আমার সবু সর্বনাশ করে দেবা। নাই রে বাবা শীঘ্র শীঘ্র যা, নিশ্চয় সাঙ্গ ভণজা আমার অপেক্ষারে থিব।